ପରିବାର କହୁନି ସହଜରେ ଉଠିଆ ଲୋକ ଉଠି ପ୍ରତ୍ୟେକ ଜଣା କହିଲେ ଟେକି ଦେଇଥିଲେ ମୋ ହାତ ଥରି ଉଠିଥିଲା ମୋର ହୃଦୟ ସେତେବେଳେ ତାକୁ ଦେଖି ଡାକିଥିଲି ଭଗବାନ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲି ସତ ଇଏ ମୂଢ ବ୍ରାହ୍ମଣର ଏଇ ଯୋଉ ଆତ ଧରିକି ପ୍ରଭୁ ଏଡ଼େଇ ଦେଲେ ଶୁଣିଲେନି ସେତେ ତାକୁ ନେଇଯିବାକୁ ପାଖକୁ ବ୍ୟସ୍ତ ସେ କାହିଁକି ଆମ ଗୁହାରି ଶୁଣିଲେ ଦେଇ ଯାଇଛନ୍ତି ତାକୁ ଭଲ ହେଇଛି ସେ ତାଙ୍କର ଭୋଗା ଭୋଗ ବେଶୀ ହେଇନି ବୋଲି ସୁବିଧାକୁ ପାଇଲି ସାରଙ୍କ ନିକଟରୁ ଯାହା ହେଉ ଧର୍ମାତ୍ମା ସେ ଯେ ପୁଣ୍ୟାତ୍ମା ନାହାନ୍ତି ଲକ୍ଷ୍ମୀଧର ଲକ୍ଷ୍ମୀ କି ଯେ ଧାରଣ କରିଥାନ୍ତି ଅଙ୍କ ମଣ୍ଡନା କରନ୍ତି ଲକ୍ଷ୍ମୀ ସେ କିଏ ସେ ହେଉଛନ୍ତି ବୈକୁଣ୍ଠ ମଣ୍ଡଳ ନାରାୟଣ ତାଙ୍କରି ନାମକୁ ଧନ୍ୟ ତାଙ୍କର ପିତାମାତା ସେ ନାରାୟଣ ନାମକୁ ସେ ଦେଇଥିଲେ ଲକ୍ଷ୍ମୀଧର ଅର୍ଥାତ୍ ନାରାୟଣ ତେଣୁ ତାଙ୍କର ଅବର୍ତ୍ତମାନରେ ଶୋକ ସନ୍ତପ୍ତ ପରିବାର ବର୍ଗ ଆଜି ମର୍ମାହତ ଏ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ତାଙ୍କ ମନରେ ଆନନ୍ଦ ଭରିଦେବା ପାଇଁ ଏ ଦୁନିଆରେ ଭାଷାର ଅଭାବ ଅଭିଧାନରେ ଭାଷାର ଅଭାବ ଅଛି ଆଜ୍ଞା ସେଇ ତାଙ୍କୁ ସେଇ ଲକ୍ଷ୍ମୀଧର ଯିଏକି ନାରାୟଣ ବୈକୁଣ୍ଠ ମଣ୍ଡଳ ନାରାୟଣ ପରିବାର ବର୍ଗମାନଙ୍କୁ ଆଶ୍ୱାସନା ଦିଅନ୍ତୁ ଏବଂ ଏ ମୂଢ ବ୍ରାହ୍ମଣ ସେ ବିପ୍ରବତ୍ସଳ ନାରାୟଣଙ୍କ ପଦାର ବୃନ୍ଦରେ ଏତିକି କାମନା କରୁଛି ପ୍ରଭୁ हे लक्ष्मीधर हे वैकुंठ मंडल नारायण आपण लक्ष्मीधर जाक देई जाइछथि से भी लक्ष्मीधर से एई ए जीव लक्ष्मीधर को आपण पदार बिंद तले स्थान के पुस्तक बोलते कुमार हरि हरि बोल कुमार ताकर आपण से आपण लोक प्राप्ति है आपण तो पाद तले लक्ष्मीधर पाखे केतिके गुण ब्राह्मण कामना करुछि आदि तांकर सुपुत्र आयुष्मान पद्म चरण जेना महोदय शंभुनाथ जेना महोदय आयुष्मान चंद्रकांत जेना महोदय साधु गोटे तांकर साधुवाद देउछि आदि भगवत के भागवत सभा आयोजन करिछथि आज्ञा ये भागवत सभा ही तांकु प्रसन्न करिवार एकमात्र माध्यम अन्य किछि नुह आपण माने जदि हां आजिकाली बापा पिला बेले सेवा करूनी को बाप आज्ञा को अवमानना करूछि हां बाप सहित जुक्ति करी बाड़ीला को पछाउनी बुद्धि जाउछि बाप निकट ठेंगा धरि कोन एमिति कहू बुढ़ा में आओ तो मती पड़ी ये मन परिवर्तन कर केमिति कोन कहू किंतु ये भଳି व्यवहार करथुआ पुओ बाप चाली गला परे तार ख्याति की बढ़ाइबा पई कोन करूछि ना 500 जगह 2000 लोक आयोजन करूछि तांको कहबा ठीक हेउनी माछ भात करी खाइबा को देई दिंडे बाड़ुछु मो बापा कामरे मु 2000 3000 लोक खाइबा को देई आउ एलाबाद देई दिबी तार अस्थिर रखुछि लोक देखबे एलाबाद को नहीं जाई छी हां दयानंद सरस्वती गोटाए पद एठी कह हां मैं कोन कहले यही पुत्र मानन को अंगुडी निर्देश करी कहले ये जीवित अवस्थारे देखांती ठेंगा मोला मोरे हारनी अंति भंगा जीवित अवस्थारे देखांती ठेंगा मोला मोरे हारनी अंति भंगा बापा कहले अरे बापा मते बाकी को भलो लागुनी 250 छेना पर आनिबो हां ए आपन दिन देई एते खाइबा इच्छा होछि संभव नहे 8 दिन ये काली छेना पर आनी दे पुणी आ जानी से पाठ हो जा होछि से खाइबो किंतु सही पुओ
ସେଇ ପୁଅ ବାପା ଚାଲିଗଲା ପରେ ହାର ଅସ୍ଥି ଟିକେ ରଖିଛି ତାକୁ ଏଲାହାବାଦ ନେଇଯାଉଛି ପ୍ରୟାଗ ଗଙ୍ଗା ଯମୁନା ସରସ୍ୱତୀ ମିଳନ ହେଇଛନ୍ତି ସେଇଠି ଅସ୍ଥି ପକେଇଲେ ବାପାରେ କଣ ହବ ବୁଝନ୍ତିନି ଲୋକେ ଅସ୍ଥି ରଖନ୍ତି ଅସ୍ଥି ରଖିବା ମହା ବିପଦ ବୁଝନ୍ତିନି କେହି ଆଜ୍ଞା ସେ ତତ୍ତ୍ୱ କିଏ ଅକିଞ୍ଚନ କିଛିଟା ଜାଣିଛି ଅସ୍ଥି ରଖିଲେ କଣ ହୁଏ ନ ରଖିଲେ କଣ ହୁଏ ଅସ୍ଥି ରଖିଲେ ମହାନ ଅପରାଧକୁ ଅର୍ଜନ କରିବେ ଆପଣ ଯଦି ଅସ୍ଥି ରଖିଥାନ୍ତି ତାହେଲେ ଶୀଘ୍ର ନେଇ ବିସର୍ଜନ କରିଦିଅନ୍ତୁ ଆଠଟା ଅପରାଧ ଆପଣଙ୍କର କହୁନି ଆପଣଙ୍କ ଉଦ୍ଦେଶ୍ୟରେ କହୁନି ଏଇଟା ହଉଛି ଗୋଟିଏ ସାଧୁ ସମ୍ବାଦ ଅଛି ରହିଯାଇଛି ଆଜ୍ଞା ଏ ଗୋଟେ ଆପଣ ମାନେ ଜାଣିଥିବେ ଗୋଟିଏ କୁସଂସ୍କାର ବ୍ୟାପିଛି ଏ 12 ଦିନେ 12 ପିଣ୍ଡ ହେଉଛି କଣ ପାଇଁ ହେଉଛି ଗୋଟିଏ ପିଣ୍ଡ ହବା ଜାଗାରେ 12 ପିଣ୍ଡ କଣ ପାଇଁ ହେଉଛି ଏଇଥିପାଇଁ ଜୀବାତ୍ମାକୁ ବର୍ଷେ ପର୍ଯ୍ୟନ୍ତ ଭିନ୍ନ ପ୍ରକାର ସେବା ଅଛି ଯିଏ ଚାଲି ଯାଇଛି ତାର ଶୁଦ୍ଧ କ୍ରିୟା ପର୍ଯ୍ୟନ୍ତ ଯୋଉ ସେବାରେ ତାଙ୍କର ସପରିବାର ରହିଲେ କେତେ ଯେ ନିଷ୍ଠାରେ ରହିଲେ ଆପଣ ଅନୁମାନ କରୁଥିବେ ଯିଏ ମୁଖାଗ୍ନି ଦେଇଛନ୍ତି ତାକୁ କେହି ସ୍ପର୍ଶ କରିବେ କାହିଁକି ସ୍ପର୍ଶ କରିବେନି ନା ସେ ଏକ ପ୍ରକାର ବ୍ରତରେ ଅଛି ଆମେ ଓଲଟା ବୁଝନ୍ତି ଏ ତାଙ୍କର ଅଣସୁଧିଆ ତାକୁ ଛୁଇଁବନି ଛୁଆସ୍ତ ହବ ଆମେ ଓଲଟା ବୁଝନ୍ତି କିନ୍ତୁ ନା ଆମେ ଛୁଇଁଲେ ସେ ସ୍ୱାସ୍ଥ୍ୟ ହେବେ ଆମେ ସ୍ୱାସ୍ଥ୍ୟ ହବା ନାହିଁ ସେ ଆମକୁ ଛୁଇଁଲେ ସ୍ୱାସ୍ଥ୍ୟ ହେବେ ସେ ଶାନ୍ତିକା ଆହାର କରୁଛନ୍ତି ଭଗବାନଙ୍କ ଉଦ୍ଦେଶ୍ୟରେ ଡାକୁଛନ୍ତି ତାଙ୍କର ପରିବାରର ଜଣେ ଏଇ କର୍ତ୍ତା ଚାଲି ଯାଇଛନ୍ତି ତ ଏକ ଦିନରେ ଏକ ବାର ସେ ଭୋଜନ କରୁଛନ୍ତି ପିଆଜ ରସୁଣ ମାଛ ମାଂସ ତେଲ ଫେଲ ସେମାନେ ଖାଉନାହାନ୍ତି ମୁଣ୍ଡ କୁଣ୍ଡାଉନାହାନ୍ତି ଅଯତ୍ନ ରଖୁଛନ୍ତି ଶରୀରକୁ ଏକ ପ୍ରକାର ବ୍ରତରେ ଅଛନ୍ତି ଆମେ ସିନା ତାଙ୍କୁ ଛୁଇଁଲେ ସ୍ନାନ କରିଦେଲେ ଆମେ ପବିତ୍ର ହେଇଗଲେ ସିଏ ଆମକୁ ଛୁଇଁ ଦେଲେ ତାଙ୍କ ବ୍ରତ ଖଣ୍ଡନ ହେଇଗଲା କିଏ କଣ କଲେ ସେ ତାଙ୍କ ବ୍ରତ ଅଖଣ୍ଡ ହବ ମାଧ୍ୟମ କିଛି ନାହିଁ ତେଣୁ ଯାହାର ଅସୌଚିଆ ସିଏ ଅନ୍ୟମାନଙ୍କୁ ସ୍ପର୍ଶ କରିବ ଏଟା ଓଲଟା ଆମ ସମାଜ ବର୍ତ୍ତମାନ କେତେ ଗୁଡେ କଥା ସବୁ କୁସଂସ୍କାର ଆମ ସମାଜରେ ପଶିଛି ଲୋକମାନେ ବୁଝନ୍ତିନି ଆଜ୍ଞା ଏଇ ଯୋଉ 12 ପିଣ୍ଡ ଗୋଟିଏ ପିଣ୍ଡ ପଡିବା କଥା କର୍ତ୍ତା କେବଳ ଯେ ପାକ୍ଷିକ ପିଣ୍ଡ ମାସିକ ପିଣ୍ଡ ତ୍ରୟମାସିକ ପିଣ୍ଡ ଷୋଳମାସିକ ପିଣ୍ଡ ବାର୍ଷିକ ପିଣ୍ଡ ଇଏ ବର୍ଷ ଭିତରେ 17ଟା ପିଣ୍ଡ ତାର ଭାବୁଛି ତାଙ୍କର କର୍ତ୍ତା ନଦବ ବୋଲି ଆଡ଼ଭାନ୍ସ ପିଣ୍ଡ ପକେଇ ଦଉଛି ଧରନ୍ତୁ ଜଣେ ବୁଧବାର ଚାଲିଯାଇଛି ତା 15 ଦିନ ପୁଣି ଯେତେବେଳେ ବୁଧବାର ପଡିବ ସେଇ ତିଥି ଆଉ ଥରେ ଆସିବ ଗୋଟିଏ 15 ଦିନରେ ଗୋଟିଏ ମଧ୍ୟରେ ଆଉ ଥରେ ସେ ତିଥି ଆସେ ନାହିଁ ସେ ତିଥି ଯୁକ୍ତ ପିଣ୍ଡ ଗୋଟେ ପାକ୍ଷିକ ପିଣ୍ଡ ତାକୁ କୁହାଯାଏ ପାକ୍ଷିକ ପିଣ୍ଡ ତାକୁ ଯିଏ ରବିବାର ଯିଏ 12 ଦିନ ପିଣ୍ଡ ଦବା ଗୋଟିଏ ଦବ ପକ୍ଷ ପୁଣି ଆଉ ଗୋଟିଏ ଦବ ମାସ ପୁଣି ଆଉ ଗୋଟିଏ ଦବ କାଳେ କର୍ତ୍ତା ପିଣ୍ଡ ନଦବ ବୋଲି ଅନ୍ୟାନ୍ୟ ପିଣ୍ଡ ସବୁ ଏକାଥରେ ମିଶେଇ 12ଟା
ସେଇଥିରେ ଚୁନା ଫୁଲ କରିଦେଇ ସମସ୍ତେ ଟିକେ କଣ କରିବେ ସେ ନା ସେଇଥିରେ ରଖ ସେଇଥିରେ ରଖ ସେଇ ଚୁନା ଫୁଲ ଟିକେ ଟିକେ ସମସ୍ତେ ଦେଇଦେବ ପଳେଇ ସବୁ ଡେରି କରନା ବୋଉ ମାନେ ସବୁ ଆସୁନାହାନ୍ତି ସେ ଛୁଆଟା କୁଆଡ଼େ ଗଲା ତମ ଛୋଟ ପୁଅ ହଁ ସବୁ ଆସିବେ ବାପାକୁ ଭୁଲିଯିବେ କ'ଣ ସହଜ ପଡ଼ିଛି ଏ ଘର ଖାଲି ହେଲା ସହଜ ପଡ଼ିଛି ହଉ ରୁହନ୍ତୁ ତାଙ୍କ ବଣସଟା ଦେଇସାରୁ ଏ ଯା ଯାଉନୁ ସେ ସାନ ବୋଉଟି ନାହିଁ ପଳେଇଲେ ଆଉ ପୁଅଟି ଯାଇଛି ବୋଧେ ନା ସମସ୍ତେ ହାତ ଦେଇ ଆମେ ଫୁଲ ଅଳ୍ପ ଅଳ୍ପ ଦେ ପାଇବନି ଫୁଲ ନିରବ ପ୍ରାର୍ଥନା ଆରମ୍ଭ ସର୍ବଦେବତା ହି ପିତୃଦେବ ଅଭୟ ପଦ୍ଧତି ବଳେ ପୁଷ୍ପ ଅନ୍ୟ ପୁଷ୍ପ ସମର୍ପୟା ହ୍ୟାଲୋ ପହଞ୍ଚିଲେ ଋଷି କହିଲେ ନା ନା ଏଠି ଆଉ ରହିବିନି ଏ ରାଜଉଆସରେ ଆଉ ମୋର ସ୍ଥାନ ନାହିଁ ଆଉ ସ୍ଥାନ ନାହିଁ ଚାଲିଯିବି ରାଜଉଆସ ଛାଡ଼ି ନୀରବ ଏକାଞ୍ଚନ ସ୍ଥାନ ପବିତ୍ର ଗଙ୍ଗା ନଦୀ ତଟକୁ ଚାଲିଯିବି ଚାଲିଗଲେ ଆଉ କଣ ଦରକାର ଆସିଗଲା ଅନୁତାପ ବିଦଗ୍ଧ ଦୁଃଖରେ ଜଳିଲେ ସବୁଗୁଡ଼ା ବଳିଆଜ୍ଞ ଆସିଗଲା ସଂସାର ପ୍ରତି ବିରାଗ ଭାବ ଆସିଗଲା ବିଳାସ ବ୍ୟସନ ରାଜକୀୟ ବସନ ଭୂଷଣ ଖାଦ୍ୟ ସବୁକୁ ଜଳାଞ୍ଜଳି ଦେଇ ଇରାବତୀ କି କହି ଇରାବତୀ ଚାଲିଲି ଗଙ୍ଗା କୂଳ ଆଉ ଫେରିବିନି ଇରାବତୀ ଆଉ ଫେରିବିନି ଯାଉଛି ପରମାତ୍ମା ପରୀକ୍ଷିତ ଯେତେବେଳେ ଗଙ୍ଗା କୂଳକୁ ଚାଲିଗଲେ ଋଷିମୁନି ମାନେ